तो चलिए शुरू करते हैं। जय जगन्नाथ एवरीबॉडी। तो गत पीरियड रे आमे डिस्कस कर देथिले वस्तुत्व कोन आ ओजन कोन। ओजन गोटे बल, वस्तुत्व होची वस्तुरे थिबा पदार्थर परिमाण। तो वस्तुत्व ओजन रो डेफिनेशन एवं से बाबत समस्त डिस्कशन हम गत पीरियड रे कराई जायथिला। तो वर्तमान आमे पढिबा वस्तुत्व आ ओजन मध्य पार्थक्य। तो फर्स्ट होची वस्तुत्व आ ओजन मध्य पार्थक्य। वस्तुत्व एपटे रहला हमर ओजन। ताले वस्तुत्व कोन ओजन कोन। फर्स्ट डेफिनेशन करिबो वस्तु रे थिबा पदार्थर परिमाण। वस्तु रे थिबा पदार्थर परिमाण को वस्तुत्व कहा जाए। तापर ओजन कौन ना ओजन होची कौन सी वस्तु ऊपर पृथ्वीर माध्याकर्षण जो सृष्टि होता बल ओजन कहा जाए। फर्स्ट डिफरेंस। सेकंड डिफरेंस होची वस्तुत्व एक अदिश राशि और ओजन एक सदिश राशि। फर्स्ट सेकंड होची वस्तुत्व एक अदिश राशि दिग न थाए किसी निर्दिष्ट भाव और ओजन जेहेतु गोटे बल बल गोटे सदस्य राशि ओजन एक सदस्य राशि। ओजन दिग होची सर्वदा पृथ्वीर केन्द्र आड़। ओजन एक सदस्य राशि। ओजन एक सदस्य राशि। थर्ड पॉइंट होची वस्तुतर एसआई पद्धति रे एकक होची केजी। ओजन रो एसआई पद्धति रे एकक होची मीटर। एहा एसआई एकक केजी आर एसआई एकक। एहा एसआई एकक कोन ना न्यूटन। क्लियर। वस्तुत्व कदापि शून्य हुए ना। वस्तुत्व कदापि शून्य हुई न थाए। जहाँ वस्तुत्व न थाए ता गोटे पदार्थ न। पदार्थर फंडामेंटल डेफिनेशन रे तो पढिछ जे जहाँ किछि वस्तुत्व थाए एवं जहाँ किछि स्थान अधिकार करथाय ताको पदार्थ कहा जाय। तेणु जहाँ वस्तुत्व न थाए से एक पदार्थ न। तेणु वस्तुत्व केबे शून्य हुई न थाए। मास कैन नेवर बी जीरो। ताले वस्तुत्व केबे शून्य हुई न थाए। वस्तुत्व केबे जीरो हुई न थाए। एटा चतुर्थ पॉइंट। ओजन पृथ्वीर केन्द्र ठारे एवं महाशून्य रे शून्य होई थाए। ओजन पृथ्वीर केन्द्र ठारे पृथ्वीर केन्द्र ठारे ओ महाशून्य रे शून्य होई तापर वस्तुत्व वस्तुत्व सब स्थान समान किंतु वस्तुर ओजन सब स्थान समान हुई न थाए। वस्तुर वस्तुत्व सब स्थान समान। वस्तुर वस्तुत्व सब स्थान समान वस्तु ओजन सब स्थान समान नुहे। वस्तुर
ବସ୍ତୁତ୍ୱ ଯୋଉଠିକି ଗଲେ ବି ସବୁ ସ୍ଥାନରେ ସମାନ ହୋଇଥାଏ। ବସ୍ତୁ ଏଠି ରହୁ, ଚନ୍ଦ୍ରପୃଷ୍ଠକୁ ଯାଉ, ମହାକାଶକୁ ଯାଉ, କିମ୍ବା କଟକ ଯାଉ, ଭୁବନେଶ୍ୱର ଯାଉ, ଯୁଆଡ଼େ ଗଲେ ବି ବସ୍ତୁର ବସ୍ତୁତ୍ୱ ସବୁବେଳେ ସମାନ ହୋଇଥାଏ। କିନ୍ତୁ ବସ୍ତୁର ଓଜନଟା ସବୁବେଳେ ସମାନ ହୋଇନଥାଏ। କାହିଁକିନା ବସ୍ତୁର ଓଜନଟା ଡିଫର କରିଥାଏ ତାର ପୃଥିବୀ ଉପରେ କେଉଁ ଜାଗାରେ ସେ ରହିଛି ହେଲା। ଯଦି ମେରୁ ନିକଟରେ ରହିଛି ତା ଓଜନ ଟିକେ ଅଧିକ ହେବ, ଚନ୍ଦ୍ରପୃଷ୍ଠକୁ ଯାଇଛି ତା ଓଜନ କମିଯିବ, ବିଶ୍ୱପୃଷ୍ଠର ପାଖରେ ରହିଛି ସାମାନ୍ୟ କମିଯିବ। ତାହେଲେ ତାର ଲୋକେସନ ୱାଇଜ ବସ୍ତୁର କ'ଣ ଓଜନଟା ଡିଫର କରିଥାଏ। ଏଇଟା ସ୍କ୍ରିନଶଟ ନେଇଯାଇପାର ହେଲା, ସ୍କ୍ରିନଶଟ ନେଇଯାଅ। ପୃଥିବୀ ପୃଷ୍ଠର ଓଜନ ଅପେକ୍ଷା ଚନ୍ଦ୍ରପୃଷ୍ଠର ଓଜନ 168 ହୋଇଥାଏ। କାହିଁକି? କାରଣ ପୃଥିବୀ ପୃଷ୍ଠରେ ଯେଉଁ ବସ୍ତୁର ଓଜନ ଯେତିକି ହେଇଥାଏ ଚନ୍ଦ୍ରପୃଷ୍ଠରେ ତାର ଓଜନଟା 1/6 ହେଇଯାଇଥାଏ। ଯେଉଁ ବସ୍ତୁର ଓଜନଟା ପୃଥିବୀ ପୃଷ୍ଠରେ 60 ନ୍ୟୁଟନ ସେଟା ଚନ୍ଦ୍ରପୃଷ୍ଠରେ 10 ନ୍ୟୁଟନ ହେଇଥାଏ। କାହିଁକିନା ଏଠି ଗୋଟେ ଜିନିଷ କେବଳ ଡିଫର କରିଥାଏ ତାର ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି। କାରଣ ଗୋଟେ ବସ୍ତୁର ଓଜନ କ'ଣ ମାସ୍ ଇଣ୍ଟୁ ଆକ୍ସେଲରେସନ ଡ୍ୟୁ ଟୁ ଗ୍ରାଭିଟି। ତାହେଲେ ଆକ୍ସେଲରେସନ ଡ୍ୟୁ ଟୁ ଗ୍ରାଭିଟି ପୃଥିବୀ ପୃଷ୍ଠରେ ଚନ୍ଦ୍ରର ଅପେକ୍ଷା 6 ଗୁଣ ଅଧିକ ହେଇଥାଏ। ସେଥିପାଇଁ ଏଠି ଯେତିକି ଓଜନ ହେଇଥାଏ ଚନ୍ଦ୍ରପୃଷ୍ଠରେ ତାର 1/6% ଓଜନ ହେଇଥାଏ। ତାପରେ କ୍ୱେଶ୍ଚନ ଯିବା ସଂଘାତ କ'ଣ? ସଂଘାତ କ'ଣ? ସେ କହୁଛି ସଂଘାତକୁ ଇଂଲିଶରେ ବୋଧେ ଥ୍ରଷ୍ଟ। ବସ୍ତୁର ପୃଷ୍ଠ ସଂସ୍ପର୍ଶରେ ଆସି ବସ୍ତୁର ପୃଷ୍ଠ ଉପରେ ଲମ୍ବ ଭାବରେ କ୍ରିୟାଶୀଳ ମୋଟ ବଳକୁ ସଂଘାତ କୁହାଯାଏ। ତାହେଲେ ବସ୍ତୁର ପୃଷ୍ଠ ସଂସ୍ପର୍ଶରେ ଆସି ବସ୍ତୁ ଉପରେ କ୍ରିୟାଶୀଳ ମୋଟ ବଳର ପରିମାଣକୁ ସଂଘାତ ବଳ କୁହାଯାଏ। ଏହାର ଏକକ ବଳର ଏକକ ସମାନ। ଯେହେତୁ ସଂଘାତ ଗୋଟେ ବଳ, ତାହେଲେ ବସ୍ତୁର ପୃଷ୍ଠ ଉପରେ ଯେତେ ଲମ୍ବା ଭାବରେ ଯେଉଁ ସବୁ ବଳ କ୍ରିୟାଶୀଳ ହେଉଛି ସେଇ ବଳକୁ କ'ଣ କୁହାଯାଏ? ଥ୍ରଷ୍ଟ ବା ସଂଘାତ କୁହାଯାଏ ହେଲା। ତାପରେ ତାକୁ ତାର ଏକକ ବଳର ଏକକ ସହିତ ସମାନ ହେଇଥାଏ। ଯେହେତୁ ଏଇଟା ଗୋଟେ ବଳ ତେଣୁ ଏହାର ଏକକ ବଳର ଏକକ ସହିତ ସମାନ ହେଇଥାଏ, ନ୍ୟୁଟନ ହେଇଥାଏ। ଏକ ହାତୁଡ଼ି ଦ୍ୱାରା କଣ୍ଟା ଏକ୍ସାମ୍ପଲ ଦେଖିବା ସଂଘାତଟା। ଏକ ହାତୁଡ଼ି ଦ୍ୱାରା କଣ୍ଟା କୁଟିବା ଦ୍ୱାରା କଣ୍ଟାର ଚେପ୍ଟା ମୁଣ୍ଡରେ ବଳ ପ୍ରୟୋଗ କରିବାକୁ ହୁଏ। ଏହି ବଳ କାନ୍ଥର ମୁନିଆ ଭାବରେ କାର୍ଯ୍ୟ କରିଥାଏ ଏବଂ କାନ୍ଥ ପ୍ରତି ଲମ୍ବ ଭାବରେ କାର୍ଯ୍ୟ କରିଥାଏ। ତାହେଲେ ଏଇ ସଂଘାତ ବଳଟା ଆମର ଯେତେବେଳେ ବାଡ଼ଉଛେ ଗୋଟେ ଚେପ୍ଟା ଅଂଶକୁ ଗୋଟେ କଣ୍ଟାର ସେ ଚେପ୍ଟା ଅଂଶରେ ବାହାର ହେବା ଦ୍ୱାରା ସେଇ ସଂଘାତଟା ମୁନିଆ ଅଂଶରେ କ୍ରିୟାଶୀଳ ହୋଇଥାଏ ଏବଂ ମୁନିଆ ଅଂଶରେ କ୍ରିୟାଶୀଳ ହୋଇ କାନ୍ଥ ଉପରେ କ୍ରିୟାଶୀଳ ହୋଇଥାଏ, ଯାହାଫଳରେ କାନ୍ଥ ଭିତରକୁ କଣ୍ଟାଟା ଗଳିଥାଏ। ବାଲି ଉପରେ ଠିଆ ହେଲେ ବାଲି ଦବିଯାଏ, ମାତ୍ର ବାଲି ଉପରେ ଶୋଇ ରହିଲେ ବାଲି ଦବି ନଥାଏ। କାହିଁକି? ତାପରେ କ୍ୱେଶ୍ଚନ ହେଉଛି ବାଲି ଉପରେ ଠିଆ ହେଲେ ବାଲି ଦବି ଯାଉଛି, କିନ୍ତୁ ବାଲି ଉପରେ ଆମେ ଯେତେବେଳେ ଶୋଇ ଯାଉଛେ ବାଲି ଦବୁ ନାହିଁ, ବା ଯଦି ଦବୁଛି ଠିଆ ହେଲା ଅପେକ୍ଷା କମ୍ ଦବୁଛି। କାହିଁକି? ଯେତେବେଳେ ଆମେ ବାଲି ଉପରେ ଠିଆ ହେଉଛେ ଆମର ବଡିର ସମୁଦାୟ ଓଜନ ବଳଟା ବାଲି ଉପରେ ପଡ଼ୁଛି। କାହା ଉପରେ ପଡ଼ୁଛି? ବାଲି ଉପରେ ପଡ଼ୁଛି। ତ ସେଇ ବାଲି ଉପରେ ଯେତେବେଳେ ପଡ଼ୁଛି ସେ ମୋଟ ଓଜନ ବଳଟା, ସେ ଓଜନ ବଳ ଆମର ପାଦ ଯେତିକି ଅଞ୍ଚଳ, ପାଦର ଏରିଆ ବା ପାଦର କ୍ଷେତ୍ରଫଳ ଯେତିକି ସେତିକି ପୃଷ୍ଠ ଉପରେ କ୍ରିୟାଶୀଳ ହେଉଛି। ଆମ ବଡିର ସମୁଦାୟ ଓଜନ ବଳଟା ଆମ ପାଦର କ୍ଷେତ୍ରଫଳ ସହିତ କ'ଣ ହେଉଛି? କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଛି। ବୁଝି ହେଉଛି ନା ନାହିଁ? ତାହେଲେ ଆମର ଏଠି ଏକକ କ୍ଷେତ୍ରଫଳ ପ୍ରତି ବଳର ପରିମାଣଟା ଅଧିକ, ଓଜନ ବଳର ପରିମାଣଟା ଅଧିକା ହେଇଯାଉଛି। କିନ୍ତୁ ଯେତେବେଳେ ଆମେ ଶୋଇ ରହୁଛେ କ'ଣ ହେଉଛି ନା ଆମ ହୋଲ୍ ବଡି ଉପରେ ଆମର ଓଜନ ବଳଟା କାର୍ଯ୍ୟ କରୁଛି। ସେ ଆମ ହୋଲ୍ ବଡିର କ୍ଷେତ୍ରଫଳଟା କ'ଣ ହେଉଛି? ବା ଆମର ବଡିର କ୍ଷେତ୍ରଫଳଟା ପାଦର କ୍ଷେତ୍ରଫଳଠାରୁ ଅଧିକା, ତେଣୁ ବଳଟା କମ୍ କ୍ରିୟାଶୀଳ ହେଉଛି। ଆମ ବଡିର ଓଜନ ବଳଟା ଆମର ହୋଲ୍ ବଡିର କ୍ଷେତ୍ରଫଳ ଉପରେ କମ୍ କ୍ରିୟାଶୀଳ ହେଉଛି। ତେଣୁ ଆମେ ଶୋଇ ରହିଲେ କମ୍ ଚକୁଛି ଏବଂ ଠିଆ ହେଲେ ଅଧିକ ଚପି ଯାଉଛି। ଶୋଇ ରହିଲେ ଆଗ ଚପୁ ମଧ୍ୟ ନାହିଁ ବେଳେବେଳେ। ତାହେଲେ ବର୍ତ୍ତମାନ ପଢ଼ିବା ଚାପ କ'ଣ? ସଂଘାତ ଜାଣିଲ, ସଂଘାତକୁ ଇଂଲିଶରେ କୁହାଯାଏ ଥ୍ରଷ୍ଟ। ତାର ଏକକ ହେଉଛି ୟୁନିଟ୍, ଏକକ ହେଉଛି କ'ଣ ନା ନ୍ୟୁଟନ ହେଲା। ଏଇଟା ହେଉଛି କ'ଣ ନା ଗୋଟିଏ ବସ୍ତୁର ପୃଷ୍ଠ ପ୍ରତି ଲମ୍ବ ଭାବରେ କ୍ରିୟାଶୀଳ ହେଉଥିବା ସମୁଦାୟ ବଳର ପରିମାଣକୁ ସଂଘାତ କୁହାଯାଏ। ଦେନ୍ ପଢ଼ିବା ଆମର ଚାପ, ପ୍ରେସର। ପ୍ରେସର ହେଉଛି କ'ଣ? ସେ କହୁଛି ଏକକ ପୃଷ୍ଠ ପ୍ରତି
ଏକ ପୃଷ୍ଠର ପ୍ରତି ଏକକ କ୍ଷେତ୍ରଫଳ ପ୍ରତି ଲମ୍ବ ଭାବେ କାର୍ଯ୍ୟ କରୁଥିବା ମୋଟ ବଳକୁ ଚାପ କୁହାଯାଏ। ତାହେଲେ ଏକକ କ୍ଷେତ୍ରଫଳ ପ୍ରତି ଗୋଟିଏ ପୃଷ୍ଠର ଏକକ କ୍ଷେତ୍ରଫଳ ପ୍ରତି ଲମ୍ବ ଭାବେ କ୍ରିୟାଶୀଳ ବଳର ପରିମାଣ ଚାପ କୁହାଯାଏ। ତାହେଲେ ସମୁଦାୟ ବଳ କ'ଣ କୁହାଯାଏ? ସଂଘାତ। ତାହେଲେ ଯଦି ଏକକ କ୍ଷେତ୍ରଫଳ ପ୍ରତି ସେ ସଂଘାତଟାକୁ ମପାଯାଏ ତାହେଲେ ଯେଉଁ ବଳଟା ଆମେ ପାଇବା ସେଇଟା ହେଉଛି ଚାପ। ତାହେଲେ ଗୋଟିଏ ବଡିର ପୃଷ୍ଠର ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳର ପରିମାଣକୁ ବା ପ୍ରଯୁକ୍ତ ସଂଘାତର ପରିମାଣକୁ ଚାପ କୁହାଯାଏ। ତାହେଲେ ଚାପ ଇଜୁକାଲ କ'ଣ ନା ସଂଘାତ ବାय କ'ଣ ସଂଘାତ ବାय କ୍ଷେତ୍ରଫଳ, ସଂଘାତ ବାय କ୍ଷେତ୍ରଫଳ ବା ପ୍ରେସର P ଇଜୁକାଲ ଟୁ ସଂଘାତ କ'ଣ F बाय ए। তাহলে চাপর একক কোন বলর একক বাই এরিয়ার একক, বলর একক হচ্ছে নিউটন মানে নাই। তাহলে চাপর একক কোন একক হচ্ছে বলর একক হচ্ছে নিউটন আর এরিয়ার একক হচ্ছে মিটার স্কয়ার, নিউটন पर মিটার স্কয়ার বা এসআই পদ্ধতিতে চাপর একক হচ্ছে পাস্কাল। 1 নিউটন पर মিটার স্কয়ার ইকুয়াল টু 1 পাস্কাল which is equal to পাস্কাল। তাহলে 1 পাস্কাল ইজ ইকুয়াল টু 1 न्यूटन पर मीटर स्क्वायर। क्लियर? ताहले 1 पास्कल इज इक्वल टू 1 न्यूटन पर मीटर स्क्वायर। पास्कल हमर शॉर्टकट रे 1 PA बगे मध्य 1 PA इक्वल टू 1 न्यूटन पर मीटर स्क्वायर। ताहले बुझिए देन जीवा प्लम्बता तरल पदार्थ गोटे तरल पदार्थ बुड़ी रही प्रत्येक वस्तु पर तरल पदार्थ में बुड़ी रही प्रत्येक वस्तु पर तरल पदार्थ एक ऊर्ध्वगामी बल प्रयोग करी उक्त वस्तु को ऊपर उठे। यही ऊर्ध्वगामी बल को प्रवण बल कहुए और यही ऊर्ध्व बल प्रयोग करने गुण को प्लवता कहुए। ताले गोटे वस्तु जितेबाला गोटे तरल पदार्थ मध्य बुड़ुची तरल पदार्थ मध्य रही तरल पदार्थ उक्त वस्तु पर किसी ऊर्ध्वगामी बल प्रयोग करी ऊपर को ठेली थाए ना ना। ताले से वस्तुटी को तरल पदार्थ किसी ऊर्ध्वगामी बल प्रयोग करी ऊपर को ठेली थाए। से ऊर्ध्वगामी बलर परिमाण से ऊर्ध्वगामी बल कौन कहुए ना जो ऊर्ध्वगामी बल प्रयोग कर तरल पदार्थटी वस्तुटी को ऊपर को ठेली थाए से ऊर्ध्वगामी बल को प्लवन बल कहुए बयानसी फोर्स कहुए। कौन कहुए? प्लवन बल कहुए बयानसी फोर्स कहुए। बयानसी फोर्स कहुए एवं वस्तु पर से ऊर्ध्वगामी बलटा बयानसी फोर्स प्लवन बल कहुए एवं तरल पदार्थर जो गुण जो वस्तुटी को ऊपर को ठेले जो गुण जो वस्तुटी तरल पदार्थटी गोटे वस्तु पर प्लवन बल प्रयोग करता है से गुणटी को प्लवता कहुए बयानसी कहुए। से गुणटा कौन कहुए? बयानसी प्लवता कहुए। क्वेश्चन होची आ गोटे कथा तरल पदार्थर प्लवन बलर परिमाण तरल पदार्थर सांद्रता उपर निर्भर करे। ताले गोटे तरल पदार्थ केते अधिक बल प्रयोग कर वस्तुटी को ऊपर को ठेलिबो सेही बलर परिमाणटा कहा पर निर्भर करते ना से तरल पदार्थर सांद्रता उपर निर्भर करते। प्लवन बलर परिमाण वस्तुटी बुड़ीबा द्वारा आवश्यक होता तरल पदार्थर ओजन बल सह समान होता है। ताले वस्तुटी जति परिमाण में प्लवन बल प्रयोग करुच्ची गोटे वस्तु पर गोटे तरल पदार्थ जति परिमाण प्लवन बल प्रयोग कर ऊपर ठेलुची से बलर परिमाण केते समय होता है ना वस्तुटी से तरल मध्य बुड़ीबा द्वारा किछि परिमाण तरल पदार्थ बाहर को अपसारित होता है।
ଯେତିକି ପରିମାଣର ତରଳ ପଦାର୍ଥ ବାହାରକୁ ଅପସାରିତ ହୋଇଥାଏ ସେଇ ତରଳ ପଦାର୍ଥର ଓଜନ ବଳକୁ ସେଇ ପଦାର୍ଥର କ'ଣ କୁହାଯାଏ ସେଇ ପଦାର୍ଥର ଓଜନ ବଳ ସହିତ ଯେତିକି ତରଳ ଅପସାରିତ ହେଇଛି ସେଇ ତରଳ ପଦାର୍ଥର ଓଜନ ବଳ ସହିତ ଆମର ଲବଣ ବଳର ପରିମାଣ ସମାନ ହୋଇଥାଏ। ଦେନ୍ ଯିବା ତରଳ ପଦାର୍ଥ ବস্তୁ ଉପରେ କିପରି ବଳ ପ୍ରୟୋଗ କରିଥାଏ। ତାହେଲେ ବର୍ତ୍ତମାନ ଆମେ ଯିବା ତରଳ ପଦାର୍ଥ ବস্তୁ ଉପରେ କିପରି ବଳ ପ୍ରୟୋଗ କରିଥାଏ। ତାହେଲେ ଗୋଟେ ବস্তୁ ଉପରେ ତରଳ ପଦାର୍ଥଟା କେମିତି ବଳ ପ୍ରୟୋଗ କରିଥାଏ। ଯେମିତି ଗୋଟେ କଠୋର ପଦାର୍ଥ ଗୋଟେ ବସ୍ତୁ ଉପରେ ଥୁଆ ହେଲେ ତାର ଓଜନ ବଳଟା ସେ ବସ୍ତୁ ଉପରେ ପ୍ରଯୁକ୍ତ ହେଉଛି। ତାହେଲେ ତରଳ ପଦାର୍ଥଟା ଗୋଟେ ବସ୍ତୁ ଉପରେ କିପରି ବଳ ପ୍ରୟୋଗ କରିଥାଏ। ତରଳ ପଦାର୍ଥ ଯେଉଁ ପାତ୍ରରେ ରହେ ସେହି ପାତ୍ରର ପୃଷ୍ଠ ଉପରେ ବଳ ପ୍ରୟୋଗ କରିଥାଏ ଓ ଚାପ ମଧ୍ୟ ପକାଇଥାଏ। ତାହେଲେ ଯେଉଁ ପ୍ରତ୍ୟେକ ତରଳ ପଦାର୍ଥ ରହିବା ପାଇଁ ଗୋଟେ ପାତ୍ର ଦରକାର, ନହେଲେ ସେମାନେ ବହିଯିବେ, କାରଣ ସେମାନେ ଫ୍ଲୁଇଡ୍ସ ରବର ହେଲା। ତାହେଲେ ଯେଉଁ ପାତ୍ର ଭିତରେ ଆମେ ତାକୁ ରଖିବା, ଏଇ ପାତ୍ର ଭିତରେ ଆମେ ତାକୁ ରଖିଲେ ତାହେଲେ ଏଇ ପାତ୍ରର ପୃଷ୍ଠ ଉପରେ ସରଫେସ୍ ଉପରେ ସେ ଗୋଟେ ବଳ ପ୍ରୟୋଗ କରିବ ହେଲା। ତାହେଲେ ଏଠି 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 ସେ ପ୍ରତ୍ୟେକ ପୃଷ୍ଠ ଉପରେ କିଛି ବଳ ପ୍ରୟୋଗ କରିବ ନା ନାହିଁ। ତାହେଲେ ସେଇ ପୃଷ୍ଠ ଉପରେ ଯେଉଁ ବଳ ପ୍ରୟୋଗ କରିଥାଏ ସେଇ ପୃଷ୍ଠ ଉପରେ ଯେଉଁ ବଳ ପ୍ରୟୋଗ କରିଥାଏ ସେଟା ହେଉଛି କ'ଣ ତାର ବଳ ଆଉ ଚାପ ମଧ୍ୟ ପକାଇଥାଏ। ଯେମିତି କଠିନ ପଦାର୍ଥ ମାନେ ଏକ କ୍ଷେତ୍ରଫଳ ପ୍ରତି ତାଙ୍କର ଓଜନ ବଳ ପ୍ରଯୁକ୍ତ କରି ଚାପ ପକାଇଥାନ୍ତି, ତରଳ ପଦାର୍ଥ ମଧ୍ୟ ଏହି ସରଫେସ୍ ଉପରେ ବଳ ପ୍ରୟୋଗ କରି ଚାପ ପକାଇଥାଏ। ତଳ ମଧ୍ୟରେ ଏହି ଚାପ ଗୋଟିଏ ବିନ୍ଦୁରେ ସବୁ ଦିଗରେ ସମାନ ହୋଇଥାଏ। ତାହେଲେ ତଳ ମଧ୍ୟରେ ଏହି ଚାପ ଗୋଟିଏ ବିନ୍ଦୁରେ ସବୁ ଦିଗକୁ ସମାନ ହୋଇଥାଏ। ଗୋଟେ ପଏଣ୍ଟରେ ତଳ ପଦାର୍ଥ ଉପରକୁ ଯେତିକି ଚାପ ପକାଇବ, ଏପଟକୁ ସେତିକି ଚାପ ପକାଇବ, ଏପଟ ସେତିକି ଚାପ ପକାଇବ, ଏପଟକୁ ସେତିକି ଚାପ ପକାଇବ, ଯେକୌଣସି ଦିଗରେ ସମାନ ପରିମାଣର ଚାପ ସେ ପକାଇଥାଏ। ତାହେଲେ ଗୋଟେ ବିନ୍ଦୁରେ ତଳ ପଦାର୍ଥର ଚାପ ସବୁ ଦିଗକୁ ସମାନ ହୋଇଥାଏ। ଗୋଟେ ବସ୍ତୁ ଗୋଟେ ତରଳ ମଧ୍ୟରେ ବୁଡ଼ିବା ସମୟରେ ତା ଉପରେ କେଉଁ କେଉଁ ବଳ କାର୍ଯ୍ୟ କରିଥାଏ। ତାପରେ କ୍ୱେଶ୍ଚିନ୍ ହେଉଛି ଆମର ନେକ୍ସଟ କ୍ୱେଶ୍ଚିନ୍, ଗୋଟେ ବସ୍ତୁ ଗୋଟେ ତରଳ ମଧ୍ୟରେ ବୁଡ଼ିବା ସମୟରେ ସେ ବସ୍ତୁ ଉପରେ କେଉଁ କେଉଁ ବଳ କ୍ରିୟାଶୀଳ ହୋଇଥାଏ। ତାର ଉତ୍ତର ହେଉଛି ବସ୍ତୁଟି ତରଳ ମଧ୍ୟରେ ବୁଡ଼ିବା ସମୟରେ ବସ୍ତୁ ଉପରେ ମୁଖ୍ୟତଃ ଦୁଇଟି ବଳ କାର୍ଯ୍ୟ କରିଥାଏ। ଗୋଟା ହେଉଛି ବସ୍ତୁର ଓଜନ ବଳ ଆଉ ଗୋଟା ହେଉଛି ପ୍ଲବନ ବଳ। ତାହେଲେ ଗୋଟେ ତରଳ ପଦାର୍ଥ ମଧ୍ୟରେ ଯେତେବେଳେ ଗୋଟେ ବସ୍ତୁ ବୁଡ଼ୁଛି ତାହେଲେ ଏ ହେଉଛି ଗୋଟେ ତରଳ ପଦାର୍ଥ। ତ ଏଇ ତରଳ ପଦାର୍ଥ ଭିତରେ ଯେତେବେଳେ ଗୋଟେ ବସ୍ତୁଟି ବୁଡ଼ୁଛି ତାହେଲେ ସେ ବସ୍ତୁ ଉପରେ ଦୁଇଟା ବଳ କ୍ରିୟାଶୀଳ ହୋଇଥାଏ। ଗୋଟା ହେଉଛି ବସ୍ତୁର ୱେଟ୍ ଫୋର୍ସ ହେଲା WF ୱେଟ୍, ଆଉ ଗୋଟା ହେଉଛି FW, ଆଉ ଗୋଟା ହେଉଛି କ'ଣ ବସ୍ତୁଟିକୁ ଏ ତରଳ ପଦାର୍ଥ କିଛି ଅପୱାର୍ଡ ଫୋର୍ସ ପକାଇକି ଉପରକୁ ଠେଲିଥାଏ, ସେଇଟା ହେଉଛି କ'ଣ ଆମର ବୁୟାନ୍ସି ଫୋର୍ସ B। ତାହେଲେ ବସ୍ତୁ ଯେତେବେଳେ ତରଳ ପଦାର୍ଥ ମଧ୍ୟରେ ବୁଡ଼ୁଛି ତାପରେ କ'ଣ କେଉଁ କେଉଁ ବଳ ଦୁଇଟା କ୍ରିୟାଶୀଳ ହେଉଛି ନା ଗୋଟା ହେଉଛି ତାର ବସ୍ତୁର ଓଜନ ବଳ ଯୋଉଟାକି ନିମ୍ନଗାମୀ ପୃଥିବୀର କେନ୍ଦ୍ର ଆଡ଼କୁ ହୋଇଥାଏ ଏବଂ ବସ୍ତୁକୁ ଗୋଟେ ଊର୍ଦ୍ଧ୍ୱଗାମୀ ବଳ ତରଳ ପଦାର୍ଥ ପ୍ରୟୋଗ କରି ଉପରକୁ ଠେଲୁଛି ଯୋଉଟାକି ବୁୟାନ୍ସି ଫୋର୍ସ FB। ତାହେଲେ ଦୁଇଟି ବଳ ତାର ମୁଖ୍ୟ କ୍ରିୟାଶୀଳ ହେଉଛି। ଗୋଟା ହେଉଛି ବସ୍ତୁର ଓଜନ ବଳ ଯୋଉଟାକି ପୃଥିବୀର କେନ୍ଦ୍ର ଆଡ଼କୁ ତାହାର ଦିଗ ହୋଇଥାଏ ଏବଂ ବସ୍ତୁଟିକୁ ତରଳ ପଦାର୍ଥ କିଛି ବଳ କିଛି ଊର୍ଦ୍ଧ୍ୱଗାମୀ ବଳ ପ୍ରୟୋଗ କରି ଉପରକୁ ଠେଲୁଛି ଯାହାର ଦିଗ ଉପରକୁ ହୋଇଥାଏ, ତାହାକୁ ବୁୟାନ୍ସି ଫୋର୍ସ କୁହାଯାଏ। କ୍ଲିୟର। ନେକ୍ସଟ କ୍ୱେଶ୍ଚିନ୍ ହେଉଛି କେତେବେଳେ ଗୋଟେ ବସ୍ତୁ ତରଳ ମଧ୍ୟରେ ବୁଡ଼ିଥାଏ ଏବଂ କେତେବେଳେ ବସ୍ତୁ ତରଳ ମଧ୍ୟରେ ଭାସିଥାଏ। ନେକ୍ସଟ କ୍ୱେଶ୍ଚିନ୍, ତାହେଲେ ଯେତେବେଳେ ଗୋଟେ ବସ୍ତୁ ତରଳ ମଧ୍ୟରେ ବୁଡ଼ିଥାଏ ତା ଉପରେ ଦୁଇଟି ବଳ କ୍ରିୟାଶୀଳ ହୋଇଥାଏ, ଯଥା ପ୍ଲବନ ବଳ ଓ ବସ୍ତୁର ଓଜନ ବଳ, ଯୋଉଟାକି ବର୍ତ୍ତମାନ ଆମେ ଡିସ୍କସ୍ କଲେ। ଗୋଟେ ବସ୍ତୁ ଯେତେବେଳେ ତରଳ ଭିତରେ ବୁଡ଼ୁଛି ତା ଉପରେ ଦୁଇଟି ବଳ କ୍ରିୟାଶୀଳ ହେଉଛି ପ୍ଲବନ ବଳ ଆଉ ତାର ଓଜନ ବଳ। ଯେତେବେଳେ ପ୍ଲବନ ବଳର ପରିମାଣ ବସ୍ତୁର ଓଜନ ବଳର ପରିମାଣଠାରୁ ଅଧିକ ହୋଇଥାଏ ସେତେବେଳେ ବସ୍ତୁଟି ତରଳ ମଧ୍ୟରେ ଭାସିଥାଏ। ପ୍ଲବନ ବଳର ଦିଗ କୁଆଡ଼େ ନା ଅପୱାର୍ଡ ଉପରୁ, ଆଉ ଓଜନ ବଳର ଦିଗ କୁଆଡ଼େ ନା ନିମ୍ନକୁ। ଯେତେବେଳେ ପ୍ଲବନ ବଳଟା ଓଜନ ବଳଠାରୁ ଅଧିକ ହୋଇଥାଏ ସେ ବସ୍ତୁଟାକୁ ଠେଲିକିରି ରଖେ। ତ ବସ୍ତୁ କ'ଣ ବୁଡ଼ିବ ନା ଭାସିବ? ବୁଡ଼ିବ ନା ଭାସିବ? ଭାସିବ, କାହିଁକିନା ବସ୍ତୁଟାକୁ
ଠେଲା ବଳଟା ଅଧିକ ବର୍ତ୍ତମାନ ହେଇଛି, ସେଥିପାଇଁ ବସ୍ତୁଟାକୁ ସେ ଠେଲିକି ରଖୁଛି, ତେଣୁ ବସ୍ତୁଟି ତଳ ମଧ୍ୟରେ ଭାସିଥାଏ। ଯେତେବେଳେ ପ୍ଲବନ ବଳର ପରିମାଣ ଓଜନ ବଳର ପରିମାଣଠୁ ଅଧିକ ହୋଇଥାଏ ସେତେବେଳେ ବସ୍ତୁଟି ତଳ ମଧ୍ୟରେ ଭାସିଥାଏ, ଓ ଯେତେବେଳେ ପ୍ଲବନ ବଳର ପରିମାଣ ବସ୍ତୁର ଓଜନ ବଳଠୁ କମ୍ ହୋଇଥାଏ ସେତେବେଳେ ବସ୍ତୁଟି ତଳ ମଧ୍ୟରେ ବୁଡ଼ିଥାଏ। ତାହେଲେ ଯେତେବେଳେ ପ୍ଲବନ ବଳଟା ମାନେ ଠେଲା ବଳଟା ତାର ଓଜନ ବଳଠାରୁ କମ୍ ହୋଇଥାଏ, ଓଜନ ବଳଠାରୁ କମ୍ ହୋଇଥାଏ, ତାର ଓଜନ ବଳର ପରିମାଣଟା ଅଧିକ ହେଇଯାଇଥାଏ, ଯୋଉଟା ତାକୁ କ'ଣ କରୁଛି ଚାପୁଛି ତଳକୁ, ତ ସେତେବେଳେ ବସ୍ତୁଟି ବୁଡ଼ିଥାଏ। ତାହେଲେ ଦୁଇଟା କେସ୍, ଭାସିବ କେତେବେଳେ ଯେତେବେଳେ ପ୍ଲବନ ବଳ ଇଜ୍ ଗ୍ରେଟର ଦ୍ୟାନ୍ ଓଜନ ବଳ, ବୁଡ଼ିବ କେତେବେଳେ ଯେତେବେଳେ ଓଜନ ବଳ ଇଜ୍ ଗ୍ରେଟର ଦ୍ୟାନ୍